ଶ୍ରୀମଦ୍ ଭାଗବତ ଦିବ୍ୟଚେତନା ସଂସ୍ଥାନ ନୟାପଲ୍ଲୀ ପକ୍ଷରୁ ଆଜି ମା ବରଦେଇ ମନ୍ଦିର ପ୍ରାଙ୍ଗଣ ଗଡ଼ସାହି ଭୁବନେଶ୍ୱରଠାରେ ଶ୍ରୀରାମଚରିତ ମାନସ କଥା ମହୋତ୍ସବର ପ୍ରଥମ ଦିନର କଥାମୃତ ବରଣ୍ୟ ପ୍ରବକ୍ତା ପଣ୍ଡିତ ଶ୍ରୀ ଗୋପାଳ ରାଜଗୁରୁ ଦ୍ୱାରା ଆରମ୍ଭ କରାଯାଇଛି। ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କଲାପରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡକ୍ଟର ନାରାୟଣ ମହାପାତ୍ର, ଶ୍ରୀ ନଟବର ସାମନ୍ତରାୟ, ପବିତ୍ର ରାଉତରାୟ, ଡକ୍ଟର ନଗେନ କୁମାର ଦେବତା, ସମ୍ପାଦକ ପ୍ରଦୀପ ରାଉତରାୟ ମଞ୍ଚ ଉପରକୁ ଆସିବାକୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ସମ୍ପାଦକ ପ୍ରଦୀପ ବାବୁ ସମସ୍ତଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଗ୍ରାମ୍ୟ ଉନ୍ନୟନ କମିଟି ସମ୍ପାଦକ ନଟବର ସାମନ୍ତରାୟ ପ୍ରବକ୍ତା ପଣ୍ଡିତଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚତୁର୍ଦ୍ଧା ମୂର୍ତ୍ତିର ବେଶ ସମ୍ଭାର ଶ୍ରୀ ତ୍ରିଲୋଚନ ନାୟକ ଅତି ସୁନ୍ଦର ଭାବେ ସଜାଇଥିଲେ। ଆଜିର ସତ୍ସଙ୍ଗ କଥାମୃତ ଓ ଭଜନ ଅତ୍ୟନ୍ତ ସୁନ୍ଦର ଓ ରୋଚକପୂର୍ଣ୍ଣ ହୋଇଥିଲା। ଏହି କାର୍ଯ୍ୟକ୍ରମ 4-3-26 8-3-26 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେଇ ଶ୍ରୀରାମ କୃପା ଲାଭ କରିବା ହେବେ। ବ୍ୟୁରୋ ରିପୋର୍ଟ ଅଫରାହାନ ଲାଇଭ୍।